20 ବର୍ଷର ପୁଅ ସହ 50 ବର୍ଷୀୟ ମହିଳା କଲେ ଏମିତି ସ୍ୱାମୀ ଦେଖି ଛାନିଆ। ଦର୍ଶକ ବନ୍ଧୁ, ଏହି ମହିଳାର ନାମ ହେଉଛି ମାଳତୀ। ତାଙ୍କ ଘରେ ଏହି ମହିଳା ଏବଂ ତାଙ୍କ ସ୍ୱାମୀ ସହ ଘରେ ରୁହନ୍ତି। ତାଙ୍କ ଛୁଆ ପିଲା ପରିବାର ସନ୍ତାନ ହେଇନାହିଁ। ଏହି ମହିଳା ମାଳତୀ ସ୍ୱାମୀକୁ ସବୁଦିନ କହେ ମୋର ସନ୍ତାନ ଦରକାର ବୋଲିକି ମାଳତୀ ସ୍ୱାମୀକୁ କହେ ସବୁଦିନ। ବାହାଘର ହେବାଠାରୁ 30-40 ବର୍ଷ ହେଲାଣି କିନ୍ତୁ ଗୋଟେ ବି ଛୁଆ ନାହିଁ। ମାଳତୀ ନିଜ ସ୍ୱାମୀ ସହିତ ସରକାର ଚାକିରି କରନ୍ତି। ତାଙ୍କ ପାଖରେ ଟଙ୍କା ପତ୍ର କିଛି ବି ଅଭାବ ନାହିଁ। କିନ୍ତୁ ଗୋଟିଏ ଜିନିଷ ଅଭାବ ହେଇଥିଲା, ମାଳତୀ ମା ହେଇ ପାରିନଥିଲା ଏବଂ ମାଳତୀର ସ୍ୱାମୀ ବାପା ହେଇ ପାରିନଥିଲା। ଦର୍ଶକ ବନ୍ଧୁ, ଦିନକର ଘଟଣା। ଦର୍ଶକ ବନ୍ଧୁ, ଏଇ 20 ବର୍ଷ ପୁଅଟି ଚାକିରି ଖୋଜିବା ପାଇଁ ସହରକୁ ଯାଇଥିଲା। ଚାକିରି ଅନେକ ଜାଗାରେ ଖୋଜିଲା କିନ୍ତୁ ଚାକିରି ପାଇଲା ନାହିଁ। ଶେଷରେ ଫଳ ଦୋକାନ ପାଖରେ ଏଇ ପିଲାଟି ବସିଲା। ତାପରେ ଭାବିଲା ନହେଲେ ଏଇ ଫଳ ଦୋକାନ ମାଲିକକୁ ମୁଁ ପଚାରିବି, ଆଉ ଏଇଠି କାମ କରିବି, ଆଉ ଘର ଚଢେଇବି, ଆଉ ମା ବାପାଙ୍କୁ ପଇସା ପଠେଇବି। ସେମିତି ମନେ ମନେ ଭାବୁଥିଲା। ଠିକ ସେତିକି ବେଳେ ଏଇ ମାଳତୀ ଆଉ ତା ସ୍ୱାମୀ ଗାଡିରୁ ଓହ୍ଲେଇଲା ବେଳେ ତା ସ୍ୱାମୀ ହଠାତ୍ କଚାଡି ହେଇ ପଡିଗଲା। ଠିକ ସେତିକି ବେଳେ ଏଇ 20 ବର୍ଷ ପୁଅଟି ଦୌଡିକି ଗଲା। ସେ ମାଳତୀର ସ୍ୱାମୀକୁ ଧରିକି ମାଳତୀ ସହିତ ହସ୍ପିଟାଲକୁ ନେଲେ। ଠିକ ସେତିକି ବେଳେ ମାଳତୀର ନଜରଟି 20 ବର୍ଷ ପୁଅ ଉପରେ ନଜର ପଡିଲା। ଠିକ ସେତିକି ବେଳେ 20 ବର୍ଷ ପୁଅଟି ସେ ମାଳତୀକୁ ଦେଖୁଥିଲା। ମତେ କଣ ପାଇଁ ଏଇ ମହିଳା ଜଣକ ଦେଖୁଛି ଆଉ ମନେ ମନେ କଣ ଭାବୁଛି ବୋଲିକି ସେ 20 ବର୍ଷ ପିଲାଟି ମନେ ମନେ ଭାବୁଥିଲା। ମାଳତୀ କହିଲା ଏଇ ପୁଅକୁ, ବାବୁରେ ତୁ କୋଉଠୁ ଆସିଛୁ? ତାପରେ ଠିକ ସେତିକି ବେଳେ କହିଲା ସେ 20 ବର୍ଷ ପିଲାଟି, ମୁଁ ଚାକିରି ଖୋଜିବା ପାଇଁ ଆସିଥିଲି କିନ୍ତୁ ମତେ ଚାକିରି ମିଳିଲା ନାହିଁ। ଠିକ ସେତିକି ବେଳେ ମହିଳାଟି କହିଲା ମାଳତୀ, ଚାଲ ଆମ ଘରେ ଆଜିଠୁ ରହିବୁ। ଆଜି ମୁଁ ତତେ ସବୁ କିଛି ଦେବି ଆଉ ଆଜିଠୁ ଆମ ଘରେ ରହିବୁ। ଦରକାର ପଡିଲେ ଟଙ୍କା ପତ୍ର ବି ଦେବି। ସେମିତି କହିଲା ଏଇ 20 ବର୍ଷ ପିଲାଟିକୁ। ତାପରେ ସେ 20 ବର୍ଷ ପିଲାଟି ରାଜି ହେଲା। ତାପରେ ଶେଷରେ ଗଲା ମାଳତୀ ଘର। ସେଇଠି ସବୁଦିନ ରହିଲା ଆଉ କାମ କଲା। ତା ସହିତ ପାଠ ବି ପଢେଇଲା ଏଇ ମାଳତୀ ସେ 20 ବର୍ଷ ପିଲାଟିକୁ। ଏଇ 20 ବର୍ଷ ପିଲାଟି ନିଜ ମାକୁ ମଧ୍ୟ ଡାକନ୍ତି ମଝିରେ ମଝିରେ ଏବଂ ଏଇ ମାଳତୀ ଏବଂ ତାଙ୍କ ସ୍ୱାମୀ ସହିତ କଥାବାର୍ତ୍ତା ହୁଅନ୍ତି। ତାପରେ ନିଜ ଘରକୁ ଯାଆନ୍ତି। ଏଇ 20 ବର୍ଷ ପିଲାଟିର ମା ବାପା ମାନେ ବହୁତ ଖୁସି।